ମାନେଶ୍ୱର ବ୍ଲକ ଅନ୍ତର୍ଗତ ଡକରା ପଞ୍ଚାୟତ ଆମକୁନିଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନେଶ୍ୱର ଜୋନ୍ 2ର ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ପାଣ୍ଡେ, ବିଡ଼ିଓ ପ୍ରଣବ ପ୍ରକାଶ ଚାନ୍ଦ, ଏଇଇ ପ୍ରଜ୍ଞା ପ୍ରଣମିତା, ସରପଞ୍ଚ ସଞ୍ଜୀବ ପୂଜାରୀ, ସମିତି ସଭ୍ୟା ସୁନିତା ରାୟ, ସାହାସପୁର ସମିତି ସଭ୍ୟା ଲୀନା ମହାପାତ୍ର, ମହିଳା ବିଜେଡି ସଭାନେତ୍ରୀ ବୀଣାପାଣି ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ସିଆରସି ରଞ୍ଜନ ବେହେରା ପରିଚାଳନା କରିଥିବା ବେଳେ ଏଥିରେ ଅତିଥିମାନଙ୍କ ଦ୍ୱାରା ଓଡ଼ିଶା ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ସୁବିଧା, ଉନ୍ନତିମୂଳକ କାର୍ଯ୍ୟ ତଥା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିବା ସହିତ ତାର ଲାଭ ଉଠାଇବା ପାଇଁ ଲୋକଙ୍କୁ ସଚେତନତା କରାଇଥିଲେ। ବିଡ଼ିଓ ଶ୍ରୀ ଚାନ୍ଦ ଡକରା ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନତମୂଳକ କାର୍ଯ୍ୟର ସୂଚୀ ପଠନ କରିବା ସହିତ ସୂଚୀର ଏକ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଇଥିଲେ। ସେହିପରି ଭିଜୁଆଲ ଜରିଆରେ ମଧ୍ୟ ପଞ୍ଚାୟତ ତଥା ଅଞ୍ଚଳର ଉନ୍ନତମୂଳକ କାର୍ଯ୍ୟଗୁଡ଼ିକର ପ୍ରସାରଣ ହୋଇଥିଲା। ଏହି ଅବସରରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପଦକର ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଏସ୍ଏଚ୍ଜି ଗ୍ରୁପ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଷ୍ଟଲ୍, ଛାତ୍ରଛାତ୍ରୀଙ୍କ ଚିତ୍ରକଳା ତଥା ଅଞ୍ଚଳର ନିର୍ମିତ ବିଭିନ୍ନ ଜିନିଷର ପ୍ରଦର୍ଶନୀ ସହିତ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା। ପାଲା ତଥା ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପିଇଓ ପ୍ରସନ୍ନ ଦାସ, ଯୋଗାଣ ସହାୟକ କୃଷ୍ଣଚନ୍ଦ୍ର ବେହେରା, ଜିଆରଏସ୍ ଦୁଷ୍ମନ୍ତ ପଣ୍ଡା, ଜେଇ ପ୍ରତାପ ଭୋଇ, ରଞ୍ଜିତ ପାଣ୍ଡେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମ୍ବଲପୁରରୁ ହେମନ୍ତ ଭଇଁସାଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍।